ବଞ୍ଚି ରହିବା ପାଇଁ ଖାଦ୍ୟ ସମସ୍ତ ଜୀବ ପାଇଁ ନିତାନ୍ତ ଆବଶ୍ୟକ। ସେ ଶାକାହାରୀ ହୁଅନ୍ତୁ ବା ମାଂସାହାରୀ ହୁଅନ୍ତୁ। ମାଛ ମାଂସ ଖାଇବା ଦ୍ୱାରା ଆମର ପାପ ହୁଏ ନା ପୁଣ୍ୟ ହୁଏ, ଏହି ବିଷୟରେ ଆପଣଙ୍କୁ ଏକ ସୁନ୍ଦର କଥାଟିଏ ଶୁଣାଇବୁ। ଯଦି ଆପଣମାନେ ଏହି ଭିଡ଼ିଓ ଦେଖୁଛନ୍ତି ତେବେ ଏହା ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ଦ୍ୱାପର ଯୁଗ ସମୟର କଥା, ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ତାଙ୍କର ବାଲ୍ୟଲୀଳା କରୁଥିଲେ। ଥରେ ଶ୍ରୀକୃଷ୍ଣ ଗୋଟିଏ ଗଛ ମୂଳେ ବସି ବଂଶୀ ବଜାଉଥିଲେ। ଏହି ସମୟରେ ଗୋଟିଏ ହରିଣ ତାଙ୍କ ପାଖକୁ ଦୌଡ଼ି କରି ଆସିଲା ଏବଂ ତାଙ୍କ ପଛପଟେ ଯାଇ ଲୁଚିଗଲା। ସେ ହରିଣଟି ବହୁତ ଡରି ଯାଇଥିଲା। ଶ୍ରୀକୃଷ୍ଣ ହରିଣଟିକୁ ଆଉଁସି ଦେଇ କହିଲେ, କ'ଣ ହେଲା, କ'ଣ ପାଇଁ ତୁମେ ଲୁଚୁଛ? ସେହି ସମୟରେ ଜଣେ ଶିକାରୀ ମଧ୍ୟ ସେଠାକୁ ଆସି ପହଞ୍ଚିଲା ଏବଂ କହିଲା, ଏହା ମୋ ଶିକାର ଅଟେ, ଏହାକୁ ମୋତେ ଦେଇଦିଅନ୍ତୁ। ଏହା ଉପରେ କେବଳ ମୋର ହିଁ ଅଧିକାର ଅଛି। ଏହା ଶୁଣି ଶ୍ରୀକୃଷ୍ଣ କହିଲେ, ସମସ୍ତ ଜୀବିତ ପ୍ରାଣୀଙ୍କର ସେମାନଙ୍କର ନିଜର ଅଧିକାର ଅଛି। ତାଙ୍କ ପ୍ରାଣ ଉପରେ ଆଉ କାହାର ଅଧିକାର ନାହିଁ। ଏହା ଶୁଣି ଶିକାରୀ ରାଗିଯାଇ କହିଲା, ଏହା ମୋ ଶିକାର ଅଟେ, ଏହାକୁ ମୁଁ ଆଜି ମାରି ଖାଇବି। ଏହାପରେ ଶ୍ରୀକୃଷ୍ଣ କହିଲେ, କୌଣସି ଜୀବିତ ପ୍ରାଣୀକୁ ମାରି ଖାଇବା ପାପ ଅଟେ। କ'ଣ ତୁମେ ପାପର ଭାଗୀଦାରୀ ହେବାକୁ ଚାହୁଁଛ? ମାଂସ ଖାଇବା ପାପ ନା ପୁଣ୍ୟ, କ'ଣ ତୁମେ ଏ ଧର୍ମକୁ ଜାଣିନାହଁ? ଶିକାରୀ କହିଲା, ମୁଁ ତୁମ ପରି ତ ଶିକ୍ଷିତ ନୁହେଁ, ତେଣୁ କେମିତି ଜାଣିବି ଏହା ପାପ ନା ପୁଣ୍ୟ? କିନ୍ତୁ ଏତିକି ଜାଣିଛି, କୌଣସି ଜୀବକୁ ମାରି ଖାଇବାରେ କୌଣସି ଦୁଃଖ ନାହିଁ। ମୁଁ ତ ମାଂସ ଖାଇବା ଦ୍ୱାରା ସେମାନଙ୍କ ଜନ୍ମବନ୍ଧନରୁ ସେମାନଙ୍କୁ ମୁକ୍ତ ଦେଉଛି। ତେବେ ପୁଣି କାହିଁକି ମାଂସ ଖାଇବାକୁ ମନା କରାଯାଉଛି? ଯାହା ମୁଁ ଶୁଣିଛି ଯେ ଜୀବ ହତ୍ୟା କଥା ଶାସ୍ତ୍ରରେ ମଧ୍ୟ ଲେଖାଯାଇଛି। ରାଜାମାନେ ମଧ୍ୟ ଶିକାର କରିବାକୁ ଭଲ ପାଆନ୍ତି। ତେବେ କାହିଁକି ମାଂସାହାରୀ ଏକ ଖରାପ ପ୍ରବୃତ୍ତି ଅଟେ? ଏହା କାହିଁକି ପାପ ଶ୍ରେଣୀରେ ଆସିଥାଏ? ଆପଣ ମୋ ସନ୍ଦେହ ଦୂର କରନ୍ତୁ ଯେ ମାଂସାହାରୀ ପାପ ନା ପୁଣ୍ୟ ଅଟେ। ଭଗବାନ ଶ୍ରୀକୃଷ୍ଣ ବୁଝିଗଲେ ଏହି ଲୋକ ମାଂସାହାର କରୁଥିବାରୁ ଏହାର ବୁଦ୍ଧିଭ୍ରଷ୍ଟ ହୋଇଗଲାଣି। ଏହାର ଚିନ୍ତା କରିବା ଏବଂ ବୁଝିବା ଶକ୍ତି ମଧ୍ୟ ହରେଇ ସାରିଲାଣି। ପୁଣି ଶ୍ରୀକୃଷ୍ଣ କହିଲେ, ଏହି ବିଷୟରେ ମୁଁ କୌଣସି ରାୟ ଦେବି ନାହିଁ। ମୁଁ ତୁମକୁ ଗୋଟିଏ କଥାଟିଏ ଶୁଣାଉଛି। ଏହାକୁ ସମ୍ପୂର୍ଣ୍ଣ ଶୁଣିଲା ପରେ ତମେ ହିଁ କହିବ ଯେ ମାଂସାହାର ପାପ ନା ପୁଣ୍ୟ ଅଟେ। ଏହାକୁ ଶୁଣି ଶିକାରୀ ଭାବିଲା, ଏଥିରେ ତ କିଛି କ୍ଷତି ନାହିଁ। ତେବେ ଯାଉଛି ଏହି କଥାଟିକୁ ଶୁଣିନେବି, ଏଥିରେ ମନୋରଞ୍ଜନ ବି ହୋଇଯିବ ଆଉ ଶିକାର ବି ମିଳିଯିବ। ଏହାପରେ ଭଗବାନ ଶ୍ରୀକୃଷ୍ଣ ଆରମ୍ଭ କଲେ। ଥରେ ମଗଧରେ ଅନ୍ନର କମ୍ ଉତ୍ପାଦନ ହେତୁ ଖାଦ୍ୟ ସଙ୍କଟ ଦେଖାଦେଲା। ତେଣୁ ରାଜା ଚିନ୍ତା କଲେ, ଯଦି ଏହାର କୌଣସି ସମାଧାନ ନ କରାଯାଏ ତେବେ ସଂଗୃହୀତ ଖାଦ୍ୟ ମଧ୍ୟ ସରିଯିବ ଆଉ ସଙ୍କଟ ଅତି ଭୟଙ୍କର ହେବ। ତେଣୁ ରାଜା ନିଜ ସଭାରେ କହିଲେ, ଏହି ଖାଦ୍ୟ ସଙ୍କଟକୁ ଦୂର କରିବା ପାଇଁ ସବୁଠାରୁ ଶସ୍ତା ଜିନିଷ କ'ଣ ଅଛି? ଏହା ଶୁଣି ମନ୍ତ୍ରୀମାନେ ଚିନ୍ତାରେ ପଡ଼ିଗଲେ। ଚାଉଳ, ଗହମ, ଆଳୁ ଏହିସବୁ ଉତ୍ପାଦନ କରିବାକୁ ତ ବହୁତ ସମୟ ଆଉ ପରିଶ୍ରମ କରିବାକୁ ପଡ଼ିବ। ଆଉ ଏହା ସବୁ ସେତେବେଳେ ଭଲ ଉତ୍ପାଦନ ହୋଇଥାଏ ଯେତେବେଳେ ପ୍ରକୃତିର କୌଣସି କୋପ ନଥାଏ। ଏମିତିରେ କୌଣସି ବସ୍ତୁ ଶସ୍ତା ନାହିଁ। ଏହି ସମୟରେ ଶିକାର କରିବାକୁ ଭଲ ପାଉଥିବା ଜଣେ ମନ୍ତ୍ରୀ ଭାବିଲେ, ଏହା ହିଁ ସବୁଠାରୁ ପ୍ରକୃଷ୍ଟ ସମୟ ଅଟେ ସାରା ରାଜ୍ୟରେ ଶିକାର କରିବା ପାଇଁ ରାଜାଙ୍କଠାରୁ ଅନୁମତି ନେବା ପାଇଁ। ଏହାପରେ ସେହି ମନ୍ତ୍ରୀ ସଭାରେ କହିଲେ ଯେ ସବୁଠାରୁ ଶସ୍ତା ଖାଦ୍ୟ ପଦାର୍ଥ ହେଉଛି ମାଂସ। ଏହା ପାଇଁ ଧନର କୌଣସି ଆବଶ୍ୟକ ହୋଇନଥାଏ ଆଉ ପୁଷ୍ଟିକର ଖାଦ୍ୟ ବି ମିଳିଥାଏ। ଏହା ଶୁଣି ସମସ୍ତେ ଏହାର ସମର୍ଥନ କଲେ। କିନ୍ତୁ ମଗଧର ପ୍ରଧାନମନ୍ତ୍ରୀ ଏବେ ବି ଚୁପ୍ ଥିଲେ। ଏହା ଦେଖି ରାଜା ପଚାରିଲେ, ପ୍ରଧାନମନ୍ତ୍ରୀ, ଆପଣ କାହିଁକି ଚୁପ୍ ଅଛନ୍ତି? ଆପଣଙ୍କ ମତ ରଖନ୍ତୁ। ପ୍ରଧାନମନ୍ତ୍ରୀ କହିଲେ, ମୁଁ ଏହା ମାନୁନାହିଁ ଯେ ମାଂସ ସବୁଠାରୁ ଶସ୍ତା ପଦାର୍ଥ ଅଟେ। ତଥାପି ଏହା ବିଷୟରେ ମୁଁ କାଲି ମୋର ମତ ରଖିବି। ତାପରେ ସେହି ରାତିରେ ମାଂସ ପାଇଁ ପ୍ରବର୍ତ୍ତାଉଥିବା ମନ୍ତ୍ରୀଙ୍କ ଘରେ ପ୍ରଧାନମନ୍ତ୍ରୀ ଯାଇ ପହଞ୍ଚିଲେ। ଏତେ ରାତିରେ ନିଜ ଘରେ ପ୍ରଧାନମନ୍ତ୍ରୀକୁ ଦେଖି ମନ୍ତ୍ରୀ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଭାବିଲେ, ନିଶ୍ଚୟ କୌଣସି ଅନିଷ୍ଟ ହୋଇଛି। ପ୍ରଧାନମନ୍ତ୍ରୀ କହିଲେ, ରାଜସଭା ସମାପ୍ତ ପରେ ମହାରାଜ ଅସୁସ୍ଥ ହୋଇପଡ଼ିଲେ। ତାଙ୍କର ସ୍ୱାସ୍ଥ୍ୟ ବହୁତ ଖରାପ ହୋଇଯାଇଛି। ରାଜବୈଦ୍ୟ କହିଛନ୍ତି, ଯଦି କୌଣସି ଶକ୍ତିଶାଳୀ ମଣିଷଠୁ 2 ତୋଳା ମାଂସ ମିଳିଯାଆନ୍ତା ତେବେ ରାଜାଙ୍କର ଜୀବନ ବଞ୍ଚିଯାଆନ୍ତା। ଆପଣ ମହାରାଜାଙ୍କର ସବୁଠାରୁ ବିଶ୍ୱସ୍ତ ଅଟନ୍ତି। ସେଥିପାଇଁ ଆପଣଙ୍କ ଛଡ଼ା ଆଉ କିଏ ଅଧିକ ଯୋଗ୍ୟ ହୋଇପାରିବ? ଏଥିପାଇଁ ଆପଣ ଯାହା ବି ମୂଲ୍ୟ ମାଗିବେ ଆପଣଙ୍କୁ ଦିଆଯିବ। ଯଦି ଆପଣ କହିବେ ଏଥିପାଇଁ 1 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ମଧ୍ୟ ଦିଆଯିବ ଏବଂ ରାଜ୍ୟର କିଛି ଅଂଶ ମଧ୍ୟ ଦିଆଯିବ। କେବଳ ଆପଣଙ୍କ
ଇଚ୍ଛା କ'ଣ କୁହନ୍ତୁ? ଖାଲି ଆପଣଙ୍କ ହୃଦୟରୁ 2 ତୋଳା ମାଂସ ନେଇଯିବି। ଏହା ଶୁଣି ମନ୍ତ୍ରୀଙ୍କର ଚେହେରାରେ ରଙ୍ଗ ଉଡ଼ିଗଲା। ସେ ଭାବିଲେ, ଯଦି ମୋର ଜୀବନ ହିଁ ନ ରହିବ, ମୁଁ 1 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ନେଇ କ'ଣ କରିବି? ଆଉ ରାଜ୍ୟର ଭାଗ ନେଇ ମୋର କ'ଣ କାମରେ ଆସିବ? ସେ ସଙ୍ଗେ ସଙ୍ଗେ ଘର ଭିତରକୁ ଦୌଡ଼ିଲେ ଆଉ ଟ୍ରେଜେରୀରୁ 1 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ନେଇକି ଆସିଲେ। ଏହି ମୁଦ୍ରା ନେଇ ସେ ପ୍ରଧାନମନ୍ତ୍ରୀଙ୍କ ଗୋଡ଼ ତଳେ ରଖିଦେଇ କାନ୍ଦି କାନ୍ଦି କହିଲେ, ପ୍ରଧାନମନ୍ତ୍ରୀ ମହାଶୟ, ଆପଣଙ୍କ 1 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରାରେ ମୁଁ ଆଉ 1 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ମିଶାଉଛି। ଏହି ସ୍ୱର୍ଣ୍ଣ ମୁଦ୍ରାକୁ ନେଇ ଆପଣ ଅନ୍ୟ କୌଣସି ମନ୍ତ୍ରୀଙ୍କ ପାଖକୁ ଯାଆନ୍ତୁ, ତାଙ୍କ ହୃଦୟରୁ ମାଂସ କିଣି ନିଅନ୍ତୁ ଆଉ ମୋତେ ଛାଡ଼ି ଦିଅନ୍ତୁ। ଏକଥା ଯେମିତି ଆଉ କାହାକୁ ଜଣା ନ ପଡ଼େ, ମୁଁ ଆପଣଙ୍କୁ ବିନୀତ ଅନୁରୋଧ କରୁଛି। ଏସବୁ ପ୍ରଧାନମନ୍ତ୍ରୀ ବୁଝି ସାରିଥିଲେ, ଖାଲି ସେ ମନ୍ତ୍ରୀକୁ ଡରାଇବାକୁ ଚାହୁଁଥିଲେ। ପୁଣି ପ୍ରଧାନମନ୍ତ୍ରୀ ଅନ୍ୟ ଜଣେ ମନ୍ତ୍ରୀଙ୍କ ପାଖକୁ ଗଲେ ଓ କହିଲେ, ମନ୍ତ୍ରୀ ମହାଶୟ, ଆପଣଙ୍କ ଶରୀର ବହୁତ ଶକ୍ତିଶାଳୀ ଅଟେ। ଆପଣଙ୍କ ଚେହେରା ମହାରାଜାଙ୍କ ଚେହେରା ସହ ମିଶି ଯାଉଛି। ଏଥିପାଇଁ ରାଜବୈଦ୍ୟ ଖାସ୍ ଆପଣଙ୍କ ନାଁ ନେଇ କହିଛନ୍ତି। ଆପଣଙ୍କ ଦାନ ଦ୍ୱାରା ଆମର ଏକ ଭଲ ରାଜାଙ୍କର ଜୀବନ ବଞ୍ଚିଯାଇପାରେ। ଯଦି ଆପଣ କହିବେ, ତେବେ ମୁଁ ମୋ ପ୍ରଧାନମନ୍ତ୍ରୀ ପଦ ଦେବା ପାଇଁ ବି ପ୍ରସ୍ତୁତ ଅଟେ। ଆଉ ମୁଁ ଆପଣଙ୍କ କର୍ମଚାରୀ ଭାବେ ରହିବି, କିନ୍ତୁ ପ୍ରଜାଙ୍କ ଠାରୁ ଆମ ରାଜାଙ୍କୁ ଛଡ଼ାଇ ନିଅନ୍ତୁ ନାହିଁ। ମନ୍ତ୍ରୀ ଭାବିଲେ, ଆରେ ମୁଁ ତ ଏଠାରେ ସମ୍ପୂର୍ଣ୍ଣ ଭାବେ ଫସିଗଲି। ସଙ୍ଗେ ସଙ୍ଗେ ଅଙ୍ଗବସ୍ତ୍ର ପିନ୍ଧି ଘର ଛାଡ଼ି ପଳାଇବା ପାଇଁ ପ୍ରସ୍ତୁତ ହୋଇଗଲେ ଓ ପ୍ରଧାନମନ୍ତ୍ରୀଙ୍କୁ କହିଲେ, ମୋତେ କ୍ଷମା କରିଦିଅନ୍ତୁ, ମୁଁ ଏହି କାମ ପାଇଁ ସମ୍ପୂର୍ଣ୍ଣ ଅଯୋଗ୍ୟ ଅଟେ। ଯଦି ଜୀବନ ନ ରହିବ, ତେବେ ଏ ପ୍ରଧାନମନ୍ତ୍ରୀ ପଦ ନେଇ ମୁଁ କ'ଣ କରିବି? ଯଦି ଆପଣ ଚାହିଁବେ, ତେବେ ମୋର ସବୁକିଛି ନେଇଯାଆନ୍ତୁ, କିନ୍ତୁ ମୋର ପ୍ରାଣ ନିଅନ୍ତୁ ନାହିଁ। ଏହା କହି ଘୋଡ଼ାରେ ବସି ଘର ଛାଡ଼ିକି ପଳାଇବା ପାଇଁ ଚେଷ୍ଟା କଲେ। ଏହା ଦେଖି ପ୍ରଧାନମନ୍ତ୍ରୀ ତାଙ୍କୁ ଅଟକାଇ କହିଲେ, ତୁମେ କୁଆଡ଼େ ଯିବା ଦରକାର ନାହିଁ, ତୁମେ ତୁମ ଘରେ ରୁହ, ମୁଁ ଅନ୍ୟ କେଉଁଆଡ଼େ ପ୍ରୟାସ କରୁଛି। ଏହା କହି ପ୍ରଧାନମନ୍ତ୍ରୀ ସେଠାରୁ ଚାଲିଗଲେ। ପ୍ରଧାନମନ୍ତ୍ରୀ ଚାଲିଗଲା ପରେ ମନ୍ତ୍ରୀଙ୍କ ଦେହରେ ଜୀବନ ପଶିଲା, କିନ୍ତୁ ଶାନ୍ତିରେ ଆଉ ଶୋଇପାରିଲେ ନାହିଁ। ଏହାପରେ ପ୍ରଧାନମନ୍ତ୍ରୀ ସ୍ୱର୍ଣ୍ଣ ମୁଦ୍ରା ନେଇ ସମସ୍ତ ମନ୍ତ୍ରୀଙ୍କ ଘରକୁ ଗଲେ। ସମସ୍ତଙ୍କୁ ରାଜାଙ୍କ ପାଇଁ 2 ତୋଳା ମାଂସ ମାଗିଲେ, କିନ୍ତୁ କେହି ହେଲେ ରାଜି ହେଲେ ନାହିଁ। ସମସ୍ତେ ନିଜର ଜୀବନ ବଞ୍ଚାଇବା ପାଇଁ ଯେତେ ପାରିଲେ ସେତେ ସ୍ୱର୍ଣ୍ଣ ମୁଦ୍ରା ଦେଲେ। ଏହି ପ୍ରକାରରେ ପ୍ରଧାନମନ୍ତ୍ରୀ ଗୋଟିଏ ରାତିରେ କୋଟି କୋଟି ସ୍ୱର୍ଣ୍ଣ ମୁଦ୍ରା ଜମା କରିନେଲେ। ସକାଳ ହେବା ପୂର୍ବରୁ ନିଜ ସହରରେ ପହଞ୍ଚିଗଲେ। ତା ପରଦିନ ସମୟ ପୂର୍ବରୁ ସମସ୍ତ ମନ୍ତ୍ରୀ ରାଜସଭାରେ ହାଜର ହୋଇଗଲେ। ସମସ୍ତେ ଏହା ଜାଣିବାକୁ ଚାହୁଁଥିଲେ ଯେ ରାଜା ସୁସ୍ଥ ଅଛନ୍ତି ନା ନାହିଁ, କିନ୍ତୁ କେହି କାହାକୁ କିଛି ହେଲେ କହୁନଥିଲେ। ସମସ୍ତେ ରାଜବୈଦ୍ୟଙ୍କୁ ଦେଖା କରିବାକୁ ଚାହୁଁଥିଲେ, ଯାହାଦ୍ୱାରା ରାଜାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିହେବ। ସେପଟେ ପ୍ରଧାନମନ୍ତ୍ରୀ ସମସ୍ତ ସେନାକୁ ଆଦେଶ ଦେଇଥିଲେ ଯେ ଯେପର୍ଯ୍ୟନ୍ତ ମହାରାଜ ରାଜସଭାକୁ ନ ଆସିଛନ୍ତି, ସେ ପର୍ଯ୍ୟନ୍ତ କୌଣସି ମନ୍ତ୍ରୀ ମହଲ ବାହାରକୁ ଯିବା ପାଇଁ ଅନୁମତି ନାହିଁ। କିଛି ସମୟ ପରେ ରାଜା ଯେମିତି ଆସନ୍ତି ସେମିତି ଆସିଲେ ଏବଂ ଚିରାଚରିତ ଢଙ୍ଗରେ ବିରାଜମାନ କଲେ। ସମସ୍ତ ମନ୍ତ୍ରୀ ରାଜାଙ୍କୁ ଭଲ ଭାବରେ ଦେଖିଲେ ଯେ ମହାରାଜ କୌଣସି ଦୃଷ୍ଟିରୁ ବି ଅସୁସ୍ଥ ଜଣାପଡ଼ୁନାହାନ୍ତି, ଯେମିତି ତାଙ୍କର କିଛି ହୋଇନାହିଁ। ପ୍ରଧାନମନ୍ତ୍ରୀ କ'ଣ ଆମକୁ ମିଛ କହିଲେ? ସବୁ ମନ୍ତ୍ରୀମାନେ ମନେ ମନେ ଏହି କଥା ବିଚାର କରୁଥାନ୍ତି, କିନ୍ତୁ କେହି ହେଲେ ଅନ୍ୟ କାହାକୁ ଜଣାଉନଥାନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ରାଜାଙ୍କ ପାଖରେ 1 କୋଟି ସ୍ୱର୍ଣ୍ଣ ମୁଦ୍ରା ଜମା କରିଦେଲେ। ଏହାପରେ ରାଜା ପଚାରିଲେ, ଏହି ସ୍ୱର୍ଣ୍ଣ ମୁଦ୍ରା କାହା ପାଇଁ ଏବଂ ଏହା କେଉଁଠାରୁ ଆସିଲା? ପ୍ରଧାନମନ୍ତ୍ରୀ କହିଲେ, ମହାରାଜ, 2 ତୋଳା ମାଂସ ପାଇଁ ଏତେ ସ୍ୱର୍ଣ୍ଣ ମୁଦ୍ରା ଜମା ହୋଇଗଲା, କିନ୍ତୁ ମାଂସ ମିଳିଲା ନାହିଁ। ନିଜର ଜୀବନ ବଞ୍ଚାଇବା ପାଇଁ ମନ୍ତ୍ରୀମାନେ ଏ ସ୍ୱର୍ଣ୍ଣ ମୁଦ୍ରା ଦାନ କରିଛନ୍ତି। ଏବେ ଆପଣ ବିଚାର କରନ୍ତୁ, ମାଂସ କେତେ ଶସ୍ତା ଅଟେ। ରାଜା ଏହାର ମର୍ମ ବୁଝିପାରିଲେ। ସେ ପ୍ରଜାଙ୍କୁ ଅଧିକ ପରିଶ୍ରମ କରିବାକୁ ନିବେଦନ କଲେ ଏବଂ ରାଜାଙ୍କ ଖାଦ୍ୟ ଭଣ୍ଡାରରୁ ଖାଦ୍ୟ ବାହାର କରି ପ୍ରଜାଙ୍କୁ ଦିଆଗଲା ଏବଂ ପୁଷ୍ଟିକର ଖାଦ୍ୟ ପାଇଁ ଚାଷ କାର୍ଯ୍ୟ ଆରମ୍ଭ କରିବାକୁ ଆଦେଶ ଦେଲେ। ସେ 1 କୋଟି ସ୍ୱର୍ଣ୍ଣ ମୁଦ୍ରା ଏହି କାର୍ଯ୍ୟ ପାଇଁ ଏବଂ ଶ୍ରମିକଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଗଲା। ଏହାପରେ ସାରା ରାଜ୍ୟରେ ଭଲରେ ଚାଷବାସ ହେଲା ଏବଂ ଭଲ ଉତ୍ପାଦନ ମଧ୍ୟ ହେଲା। ଏହି ପ୍ରକାରରେ ରାଜ୍ୟରୁ ଖାଦ୍ୟ ସଙ୍କଟ ମଧ୍ୟ ଦୂର ହୋଇଗଲା। ବନ୍ଧୁଗଣ, ଜୀବନର ମୂଲ୍ୟ କ'ଣ ତାହା ଭଗବାନ ଶ୍ରୀକୃଷ୍ଣ ଏହି କଥା ଜରିଆରେ ଆମକୁ ବୁଝାଇ ଦେଲେ କି ଯେ ଯେପରି ଆମ ଜୀବନ ଆମ ପାଇଁ ପ୍ରିୟ ଅଟେ, ସେପରି ସମସ୍ତଙ୍କ ଜୀବନ ସମସ୍ତଙ୍କ ପାଇଁ ପ୍ରିୟ ଅଟେ। ତେଣୁ ନିଜ ହୃଦୟ ପରି ଅନ୍ୟର ହୃଦୟ କଥା ଟିକେ ଚିନ୍ତା କରନ୍ତୁ। ଯଦି ଜୀବ ହତ୍ୟା ଜୀବକୁ ସଂସାର ବନ୍ଧନରୁ ମୁକ୍ତ କରିବା ତର୍କ ଠିକ୍ ଅଟେ, ତେବେ ଅତ୍ୟାଚାରୀମାନଙ୍କ ଦ୍ୱାରା କରାଯାଉଥିବା ନରସଂହାର ବି
ମାନ୍ୟ ଅଟେ। ସେମାନେ ବି ଏହି ତର୍କ କରିପାରିବେ ଯେ ସେମାନେ ଲୋକମାନଙ୍କୁ ସଂସାର ବନ୍ଧନରୁ ମୁକ୍ତ କରୁଛନ୍ତି ବୋଲି। ଯେଉଁ ଜୀବକୁ ଆପଣ ମାରି ଖାଉଛନ୍ତି ସେ ଜୀବକୁ ନିଜ ଜୀବନ ବଞ୍ଚାଇବା ପାଇଁ କୌଣସି ଅବସର ମିଳିନଥାଏ। ବର୍ବରତା କେବଳ ତାହା ନୁହେଁ ଯେଉଁଠି କେବଳ ମନୁଷ୍ୟର ରକ୍ତ ବହିଥାଏ। ବର୍ବରତା ତାକୁ ମଧ୍ୟ କୁହାଯାଏ ଯେଉଁଠି ନିଜ ହତ୍ୟା ପାଇଁ ଏକ ନିରୀହ ପ୍ରାଣୀକୁ ହତ୍ୟା କରାଯାଇଥାଏ। ଆମେ ଶେଷ ସମୟରେ ଜୀବନ ସାରା କରିଥିବା ପାପ ପାଇଁ ଜୀବନ ସାରା ସୁକର୍ମ କରିବା ପାଇଁ ଚେଷ୍ଟା କରିଥାଉ, କିନ୍ତୁ ଆମେ ଏକଥା ବି ଭୁଲି ଯାଇଥାଉ ଯେ ଯେଉଁ ଜୀବ ଆମ ପାଇଁ ମଲା ଆଉ ଏତେ କଷ୍ଟ ପାଇଲା ତାର ଅଭିଶାପ ଆମକୁ କେବଳ ଏହି ଜୀବନରେ ନୁହେଁ ପରନ୍ତୁ ପର ଜନ୍ମ ପର୍ଯ୍ୟନ୍ତ ବି ଛାଡ଼ି ନଥାଏ। ପରମାତ୍ମାଙ୍କଠୁ ଏହିଭଳି ଜ୍ଞାନ ପାଇ ଶିକାରୀ ପରିପୂର୍ଣ୍ଣ ହୋଇଗଲା ଆଉ ତାକୁ ଜ୍ଞାନ ପ୍ରାପ୍ତି ହୋଇଗଲା। ଆଉ ସେ ଜାଣିପାରିଲା ମହାନତା ଜୀବନ ନେବାରେ ନୁହେଁ ଜୀବନ ଦେବାରେ ହୋଇଥାଏ। ଶିକାରୀ ଭଗବାନଙ୍କ ପାଖରେ ହାତ ଯୋଡ଼ି ସେଠାରୁ ଚାଲିଗଲା ଏବଂ ସେ ପ୍ରତିଜ୍ଞା କଲା ଜୀବନରେ ଆଉ କେବେ କାହାକୁ ହତ୍ୟା କରିବି ନାହିଁ। ବନ୍ଧୁଗଣ, ଏ ଭିଡ଼ିଓ ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିନ୍ତ ଜଣାଇବେ। ଆଜିର ଭିଡ଼ିଓରେ ଏତିକି। ପୁଣି ଦେଖାହେବ ଆଉ ଏକ ଜ୍ଞାନବର୍ଦ୍ଧକ ଭିଡ଼ିଓ ମାଧ୍ୟମରେ। ସେହି ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ଶ୍ରୀକୃଷ୍ଣ।